ଅନେକ ସମୟରେ ଯେତେବେଳେ ଉଗ୍ରବାଦୀ କାର୍ଯ୍ୟକଳାପ ହୁଏ ଆତଙ୍କବାଦୀ ମାନେ ଗୁଳି କରନ୍ତି ସେତେବେଳେ ବହୁ ପ୍ରକାର ଦ୍ୱନ୍ଦ୍ୱ ତିଆରି ହୁଏ ବିବାଦ ତିଆରି ହୁଏ। ଏବେ ଯେମିତି ଅନେକ ପ୍ରଶ୍ନ କରୁଛନ୍ତି ସତରେ କ'ଣ ଧର୍ମ ପଚାରି ଏମାନେ ହିନ୍ଦୁମାନଙ୍କୁ ଗୁଳି କରିଦେଲେ। ମୁସଲିମ ଆତଙ୍କବାଦୀ ସଂଖ୍ୟା ବହୁଳ ହିନ୍ଦୁମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲେ, ଧର୍ମ କ'ଣ ବୋଲି ପଚାରିଲେ, କଲମା ପଢ଼ିପାରିବ କି ବୋଲି ପଚାରିଲେ, ଯେଉଁମାନେ କଲମା ନ ପଢ଼ିଲେ ସେମାନଙ୍କୁ ଗୁଳି କରିଦିଆଗଲା। ମୁଁ ଆପଣଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆର ଆଜି ପ୍ରକାଶିତ ଏକ ରିପୋର୍ଟ ସମ୍ପର୍କରେ କିଛି ସୂଚନା ଦେବା ପାଇଁ ଚାହିଁବି, ଯାହାର ହେଡିଂ ହେଉଛି ଏମିତି: 20 victims were unzipped to determine faith before being killed। 20 ଜଣ ଯେଉଁମାନେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଭିତରୁ 20 ଜଣଙ୍କର ପ୍ୟାଣ୍ଟ ଯାହାକୁ ଚେନ୍ ଖୋଲି ଦିଆଯାଇଥିଲା, ଲୋଅର ପାର୍ଟ ବା ବଡିର ଲୋଅର ପାର୍ଟ ପର୍ଯ୍ୟନ୍ତ, ତଳ ପାର୍ଟ ପର୍ଯ୍ୟନ୍ତ ପ୍ୟାଣ୍ଟକୁ ଖୋଲି ଦିଆଯାଇଥିଲା। ଆପଣମାନେ ଜାଣିଛନ୍ତି ଯେ ହିନ୍ଦୁ ଧର୍ମର କିଛି ରୀତିନୀତି ଅଛି, ଇସଲାମ ଧର୍ମର ମଧ୍ୟ କିଛି ରୀତିନୀତି ଅଛି। ତେଣୁ ଉଗ୍ରବାଦୀମାନେ ଆତଙ୍କବାଦୀମାନେ ନିଶ୍ଚିତ ହେବା ପାଇଁ ଚାହୁଁଥିଲେ ଯେ ଆମେ ଯାହାକୁ ଗୁଳି ମାରୁଛୁ ସେ ଜଣେ ହିନ୍ଦୁ। ସେଥିପାଇଁ ପ୍ୟାଣ୍ଟ ଖୋଲି ପରୀକ୍ଷା କରୁଥିଲେ ଯେ ପ୍ରକୃତରେ ସେ ହିନ୍ଦୁ ତ। 20 victims were unzipped to determine faith before being killed। ଧର୍ମ କ'ଣ ଜାଣିବା ପାଇଁ 20 ଜଣ ଲୋକଙ୍କର 20 ଜଣ ବ୍ୟକ୍ତି ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ତାଙ୍କ ପ୍ୟାଣ୍ଟର ଚେନ୍ ଖୋଲି ଦିଆଯାଇଥିଲା। ଏ ହେଉଛି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ। ଏ ରିପୋର୍ଟରେ କ'ଣ ସବୁ କୁହାଯାଇଛି ଟିକେ ଜାଣି ନିଅନ୍ତୁ। ଦ ଟ୍ରାଉଜର୍ସ ଅଫ୍ ଆରାଉଣ୍ଡ 20 victims ଅଫ୍ ଦି ଡାଷ୍ଟର୍ଡଲି ପହଲଗାଁ ଆଟାକ୍, ଅଲ୍ ମେଲ୍ସ, ସମସ୍ତେ ହେଉଛନ୍ତି ପୁରୁଷ, were found unzipped or pulled down by the team of officials that carried out the first examination of the 26 lifeless bullet-riddled bodies in what is being seen as a confirmation the terrorists had established the faith of the tourists before killing them in cold blood। 20 ଜଣଙ୍କ ଶରୀରକୁ ପରୀକ୍ଷା କଲା ପରେ 26ଟି ମୃତଦେହ, ତା ଭିତରୁ 20ଟି ମୃତଦେହ ଯାହାକୁ ସିକ୍ୟୁରିଟି ଅଫିସିଆଲ ମାନେ ପରୀକ୍ଷା କଲାବେଳେ ତର୍ଜମା କଲାବେଳେ ଲକ୍ଷ୍ୟ କଲେ ଯେ ସେମାନଙ୍କ ପ୍ୟାଣ୍ଟର ଚେନ୍ ଖୋଲା ଯାଇଛି। କାହିଁକି ଖୋଲା ଯାଇଛି? A team comprising officers of the army, Jammu and Kashmir police and J&K administration found to their horror that clothing from the lower body of 20 of the 26 victims had been forcibly dislodged with their pant zippers undone, pants pulled down, exposing their underwear or private parts. The victims' skin were possibly too much in shock to have noticed state of clothing on bodies. Even the staff retrieved the bodies as they were, simply covering them with a shroud। ଏ ସମସ୍ତଙ୍କୁ ଚକିତ କଲା ଯେ 20ଟି ମୃତ ଦେହରେ କିଭଳି ଗୋଟିଏ ପ୍ରକାରର କଥା ଦେଖିବା ପାଇଁ ମିଳୁଛି। କାହିଁକି ପ୍ୟାଣ୍ଟ ଖୋଲି ଦିଆଗଲା? କାହିଁକି ଚେନ୍ ଖୋଲି ଦିଆଗଲା? କାହିଁକି ଟେରରିଷ୍ଟ ମାନେ ଗୁଳି ମାରିବା ପୂର୍ବରୁ ଏ କାମ କଲେ? ଆମମାନେ ଜାଣିଛୁ ସେମାନେ କଲମା ପଢ଼ିବା ପାଇଁ କହୁଥିଲେ, କେଉଁ ଧର୍ମର ବୋଲି ପଚାରୁଥିଲେ। ପରବର୍ତ୍ତୀ ସମୟରେ ସିଓର ହେବା ପାଇଁ, ପୁରା ନିଶ୍ଚିତ ହେବା ପାଇଁ ଚେନ୍ ଖୋଲି ସେ ହିନ୍ଦୁ କି ମୁସଲିମ ତାକୁ ପରୀକ୍ଷା କରୁଥିଲେ। ମୃତ ଶରୀରରୁ ଏହା ସ୍ପଷ୍ଟ ହେଉଛି ଯେ କିଭଳି ଧର୍ମ ଭିତ୍ତିରେ ଏଭଳି ହତ୍ୟାକାଣ୍ଡ ଘଟିଲା। ଏ ବର୍ବର ହତ୍ୟାକାଣ୍ଡ ପଛରେ କିଭଳି ହିନ୍ଦୁ ବା ମୁସଲିମ ବା ଖ୍ରୀଷ୍ଟିଆନ ଏସବୁ ଗୋଟିଏ ବଡ଼ ଭୂମିକା ନେଲା, ଏଥିରୁ ସ୍ପଷ୍ଟ ହେଉଛି। ଆପଣମାନେ ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟଙ୍କର କାହାଣୀ ଶୁଣିଥିବେ। ଦେବାଶିଷ ଭଟ୍ଟାଚାର୍ଯ୍ୟ ଆସାମର ଗୋଟିଏ ୟୁନିଭର୍ସିଟିରେ ପାଠ ପଢ଼ାନ୍ତି। ଦେବାଶିଷ ଭଟ୍ଟାଚାର୍ଯ୍ୟଙ୍କୁ କଲମା ପଢ଼ିବା ପାଇଁ କୁହାଗଲା। ଟେରରିଷ୍ଟ ମାନେ କହିଲେ ଆପଣ କଲମା ପଢ଼ନ୍ତୁ, କଲମା ପଢ଼ିବା ପାଇଁ କୁହାଗଲା।
ଆଉ ଦେବାଶିଷ ଭଟ୍ଟାଚାର୍ଯ୍ୟ କଲମା ପଢ଼ିଦେଲେ। ଅନେକ ସମୟରେ ଅନେକ ମୁସଲିମ ବି ଅଛନ୍ତି ଯେଉଁମାନେ ଗୀତା ବି ପଢ଼ିପାରନ୍ତି। ମୁଁ ନ୍ୟୁଜ୍ ରୁମ୍କୁ ନସିମ ଖାନକୁ ଡାକେ, ଯେ ଗୀତା ପଢ଼ିପାରନ୍ତି, ଯେ ବେଦର ଶ୍ଳୋକକୁ ଆପଣଙ୍କ ସାମ୍ନାରେ ରଖିପାରିବେ, ଉପନିଷଦର କାହାଣୀ ଆପଣଙ୍କ ସାମ୍ନାରେ କହିପାରିବେ। ସେମିତି ଅନେକ ହିନ୍ଦୁ ଅଛନ୍ତି ଯେଉଁମାନେ କଲମା ପଢ଼ିପାରିବେ, ଯେଉଁମାନେ ଗାୟତ୍ରୀ ମନ୍ତ୍ର ପଢ଼ିପାରିବେ, ଯେଉଁମାନେ କୋରାନ ପଢ଼ିପାରିବେ। ଏଥିରେ ଅନେକର ଶ୍ରଦ୍ଧା ଥାଏ। ଦେବାଶିଷ ଭଟ୍ଟାଚାର୍ଯ୍ୟ ସେଇ କାରଣରୁ ହୁଏତ କିଛି ଇଣ୍ଟରେଷ୍ଟ ରଖିଥିଲେ ଇସଲାମ ଧର୍ମରେ କ'ଣ ଅଛି, କଲମା କ'ଣ, ନମାଜ କ'ଣ। ତେଣୁ ସେ କଲମାର ପଙ୍କ୍ତି ଗୁଡ଼ିକୁ ପଢ଼ିଦେଲେ, ଯାହା ଫଳରେ ସେ ମୁକ୍ତି ପାଇଗଲେ ଟେରରିଷ୍ଟଙ୍କ କବଳରୁ, ହତ୍ୟାକାଣ୍ଡରୁ ବଞ୍ଚିଗଲେ। କିନ୍ତୁ ଅନ୍ୟମାନେ ଯେଉଁମାନେ ହିନ୍ଦୁ, ଯେଉଁମାନେ ଖ୍ରୀଷ୍ଟିଆନ, ସେମାନେ କଲମା ତ କହିପାରିଲେ ନାହିଁ, ସେ ଉକ୍ତି ରଖିପାରିଲେ ନାହିଁ, ଆଉ ସେମାନଙ୍କୁ ବୁଲେଟରେ ପ୍ରାଣ ଦେବା ପାଇଁ ପଡ଼ିଲା। ତ ଏ ଯେଉଁ ଘଟଣା, 2-3ଟି କଥା ସାମ୍ନାକୁ ଆସୁଛି, ଏହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ। ଧର୍ମ ଭିତ୍ତିରେ ଯଦି ହିଂସାକାଣ୍ଡ କରାଯାଏ, ହତ୍ୟା କରାଯାଏ, ଜଣେ ଯଦି ମୁସଲିମ ହେବ ସେ ବଞ୍ଚିଯିବ, ଜଣେ ଯଦି ହିନ୍ଦୁ ହେବ ସେ ମରିବ, ତାହେଲେ ଜିହାଦୀ ବା ଧର୍ମଯୁଦ୍ଧ ଡାକରା ଦେଇଥିବା ଯୋଦ୍ଧାମାନେ ଏମାନେ କ'ଣ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି। ଟାଇମ୍ସ ଅଫ୍ ଇଣ୍ଡିଆର এই ରିପୋର୍ଟଟି এই ବର୍ବରୋଚିତ ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ଗୁଡ଼ିଏ ତଥ୍ୟ ସାମ୍ନାକୁ ଆଣୁଛି। ଆହୁରି ଲେଖାଯାଇଛି, it was only the team of officers tasked with a thorough examination of the bodies, possibly for the purpose of recording finer details to be included in the FIR, that noticed the telltale sign of how the terrorists had subjected the male victims to the medieval barbaric faith determination test by having their lower garments undone just to establish their faith। ଯେ ଏଇଭଳି ବର୍ବରୋଚିତ ହତ୍ୟାକାଣ୍ଡ ପାଇଁ ନିଶ୍ଚିତ ହେବା ଲାଗି ଯେ ହିନ୍ଦୁମାନଙ୍କୁ ଆମେ ମାରୁଛୁ, ସେଇଥିପାଇଁ ଏ କାମ କରିଥିଲେ। ଆଉ କାହିଁକି ତାଙ୍କ ବଡିକୁ ଏତେ ଏକ୍ଜାମିନ୍ କରାଯାଉଥିଲା? କାରଣ ଫାଷ୍ଟ ଇନଫର୍ମେସନ୍ ରିପୋର୍ଟ ବା FIR ଏମାନଙ୍କ ନାଁରେ ଦରଜ କରାଯିବ, ଲଜ୍ କରାଯିବ ଏବଂ FIRରେ ଡିଟେଲ୍ସ ରହିବ। ସେଇଥିପାଇଁ କି ଯେତେବେଳେ ବଡି ଗୁଡ଼ିକୁ ତର୍ଜମା କରାଯାଉଥିଲା, ସେତିକି ବେଳେ ଏଇଭଳି କଣ୍ଡିସନରେ ମୃତ ଦେହ ଗୁଡ଼ିକୁ ଦେଖିବା ପାଇଁ ମିଳିଲା। ତ ଟାଇମ୍ସ ଅଫ୍ ଇଣ୍ଡିଆର এই ରିପୋର୍ଟଟି ଅନେକ ଗୁଡ଼ିଏ ପ୍ରଶ୍ନ ଉଠାଉଛି। ଆଇ ୱିଟନେସ୍ ଆକାଉଣ୍ଟସ୍ have confirmed that the terrorists had checked for faith of each of the victims by asking for their identity proof like Aadhaar card or driving license, etc., or ordering them to recite the kalma and asking them to remove their lower clothing so they could check for circumcision। तो आधार कार्ड मागुଥିଲେ, आधार कार्ड परे कलमा पढ़िबा पाई कहउଥିଲେ एवं पुणी थरे निश्चित हवा पाई पैंटर जिप खोलुଥିଲେ बा पैंटर चेन खोलुଥିଲେ। ଏହି ସବୁ ତଥ୍ୟ ଆସିଲା ପରେ ଆମେ ନିଶ୍ଚିତ ହେଉଛେ ଯେ ଏହା ଏକ ଧର୍ମ ଭିତ୍ତିକ ବର୍ବରୋଚିତ ହତ୍ୟାକାଣ୍ଡ ଥିଲା, ଯାହାର ପ୍ରଭାବ ଭାରତ କାହିଁକି ସାରା ପୃଥିବୀ ଉପରେ ପଡ଼ିବ। ଯେ ସତରେ ଯଦି ଆମେ ନିର୍ଦ୍ଦିଷ୍ଟ ଧର୍ମରେ ବିଶ୍ୱାସ କରୁଛୁ ବା ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ନୁହଁ, ତାହେଲେ କେତେବେଳେ ଟେରରିଷ୍ଟଙ୍କ ଗୁଳିରେ ଆମ ଜୀବନ ଚାଲିଯିବ। ନ୍ୟୁଜ୍ ରୁମ୍ର ଭିଡ଼ିଓ ଗୁଡ଼ିକୁ ଅଧିକରୁ ଅଧିକ ସଂଖ୍ୟାରେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଆମ ଚ୍ୟାନେଲ ନ୍ୟୁଜ୍ ରୁମ୍କୁ ସବସ୍କ୍ରାଇବ୍ କରନ୍ତୁ। ଆମ ଭଳି ସାମ୍ବାଦିକମାନଙ୍କୁ ଉତ୍ସାହିତ କରନ୍ତୁ। ଧନ୍ୟବାଦ, ନମସ୍କାର।